ଅଷ୍ଟପହରୀ ପାଇଁ ଫୁଲ ଚନ୍ଦନ ମିଳିଥିଲା ବୋଲି ଆମେ ଯାଇ ପହଞ୍ଚି ଯାଇଥିଲୁ ଆମ ଗାଁ ପାଖରେ ଥିବା ବଡରାମ ବୋଲି ଗାଁରେ। ଆଉ ସେ ଗାଁରେ ପହଞ୍ଚୁ ପହଞ୍ଚୁ ସେ ଗାଁର କମିଟି ଭାଇ ମାନେ ଆମକୁ ଚୂନ ମାରି ଦେଇଥିଲେ। 1.5 ଘଣ୍ଟା କହି 2 ଘଣ୍ଟା ଅଧେ ପର୍ଯ୍ୟନ୍ତ ଆମକୁ ନାମ ବୁଲେଇଲେ। ଏପଟେ ନାମ ଷ୍ଟାର୍ଟ ହଉ ହଉ ପ୍ରଥମେ ତ ଭାଇ ମାନେ ପୁରା ଜୋସରେ ନାଚି ନାଚି ନାମ ବୁଲିଲେ। ତାପରେ 2 ଘଣ୍ଟା ପରେ ଭାଇ ମାନଙ୍କ ହାଲ ପୁରା ବେହାଲ ହେଇଗଲା। ସେମାନେ ଗୋଟେ ଜାଗାରେ ଛିଡାଇ ନାମ ବୋଲିଲେ। ଏମିତି ନାମ ବୋଲୁ ବୋଲୁ ରାତି ଘଣ୍ଟେ ଅଧେ ହୋଇଯାଇଥିଲା। ତ ସେ ଗାଁର ମା ମାନେ ଆସି ନାମ ଧରିଥିଲେ ଆଉ ଆମେ ବାହାରକୁ ଯାଇ ଆମ ନାମ ଶେଷ କରିଥିଲୁ। ଆଉ ନାମ ସରିଲା ପରେ ଆମ ଗାଁକୁ ଯିବା ପାଇଁ ଆମେ ଆମ ଗାଡି ପାଖକୁ ବାହାରି ପଡିଲୁ। ଆଉ ବାଟରେ ଯାଉ ଯାଉ ଦେଖିଲି ଦଦା ଆମର ମୃଦୁଙ୍ଗ ବାଡେଇ ବାଡେଇ ଯାଉଛି ଆଉ ଭାଇ ଆମର ନାଚି ନାଚି ଯାଉଛନ୍ତି। ତାପରେ ମୋ ବାବା ହାରିମୋନିୟମ ନେଇ ଆସିଲା ପରେ ଆମେ ବାହାରି ପଡିଲୁ ଆମ ଗାଁକୁ। ଓଃ ଆଉ କଣ କହିବି, ଏତେ ଶୀତ ଯେ ସମସ୍ତେ ଜାକାଜୁକ ହୋଇ ବସିଛନ୍ତି। ଖାଲି ଏମାନଙ୍କୁ ଶୀତ, ଆମ ଦଦା ପୁତୁରାକୁ ଫିନି ଶୀତ ନାହିଁ, ସେଥିପାଇଁ ଆମକୁ ପଛରେ ବସେଇ ଦେଇଛନ୍ତି। ଏତେ ଶୀତରେ ବି ଆପଣମାନଙ୍କ ପାଇଁ ଭିଡିଓଟି ବନେଇଛି। ଭିଡିଓକୁ ଲାଇକ୍, ଚ୍ୟାନେଲକୁ ଟିକେ ସବସ୍କ୍ରାଇବ କରିଦିଅ।